ସତରଜତମ हाँ ସତରଜର ବହୁଳତା ଯୋଉଟା ମହତତ୍ଵର ସୃଷ୍ଟିକର୍ତ୍ତା किए ଆଉ ଯୋଉଟା ସତ ରଜର ବହୁଳତା सत्व रजर बहुलता महत्व सूर्य हाँ ठीक अच्छे कौन है ଆଉ ରଜ ତମର ଯୋଉ ବହୁଳତା ସେ ଅହଙ୍କାର ସୃଷ୍ଟିକର୍ତ୍ତା। हाँ ସେ ଅହଙ୍କାରରୁ ତିନି ଭାଗ ହେଇକି ସାତ୍ବିକ ରାଜସ ତାମସ ଜନ୍ମ ହେଲେ। हाँ तो एठु कोउठु ए कथा सब जानलु ଏଇ ଆପଣଙ୍କୁ ଦେଖୁଥିଲି ବା ଏଇନେ ୟୁଟ୍ୟୁବ हाँ अच्छा हो तापरे ଏଠୁ ଜନ୍ମ ହେଲା ପରେ ଏଇ ଯୋଉ ଇନ୍ଦ୍ରିୟ ମାନେ ଯୋଉ ଜନ୍ମ ହେଲେ ଜ୍ଞାନେନ୍ଦ୍ରିୟ ଆଉ ଆମର କର୍ମେନ୍ଦ୍ରିୟ ଆଉ ଆମର ମନ ଇଏ କୋଉ କୋଉ ସାତ୍ବିକରୁ କୋଉ ଇନ୍ଦ୍ରିୟ ଜନ୍ମ ହେଲେ ନା ତା ସବୁ ମିଶିକି ଜନ୍ମ ହେଲେ। ଶୁଣୁ ସେ ସବୁ କହିଲି ଯେ କିନ୍ତୁ ଗୋଟେ କଥା ତ ମୁଁ କେବେ କହିନେଇଥିବି ରଜ ତମର ବହୁଳତାରୁ ଅହଙ୍କାର ତମ ଗୁଣର ବହୁଳତା ହଁ ରଜ ଗୁଣ ନୁହେଁ ତମ ଗୁଣର ବହୁଳତାରୁ ହଉଛି ଅହଙ୍କାର। ଯେତେବେଳେ ତମ ଗୁଣ ଅଧିକ ହୁଏ ସେତେବେଳେ ସତ୍ଵ ରଜ ଦିଟା ନ୍ୟୁନ ହେଇଯାଏ ହେଲା ଆଉ ତେଣୁ ତମ ଗୁଣଟା ହଉଛି ଆମର ହଉଛି ଜଡାତ୍ମିକା ଜଡ ବୁଝିଲେ କି ସତ୍ଵ ରଜ ଦିଟା ହଉଛି ଚେତନାତ୍ମିକା ଚେତନ ସମ୍ପର୍କୀୟ। ଆଚ୍ଛା ତମର ଯୋଉ ସାତ୍विକ ରାଜସ ତାମସ ଅହଙ୍କାର ଯୋଉ ମହତତ୍ଵର ଯୋଉ ସତ୍ଵ ଗୁଣ ହେଲା ମହତତ୍ଵ ସତ୍ଵ ଗୁଣ ଟା ସେଟା ଅହଙ୍କାର ସ୍ତରରେ ସାତ୍ବିକା ଅହଙ୍କାର ହୁଏ। ଆଚ୍ଛା ମହତତ୍ଵର ଯିଏ ରଜ ଗୁଣ ଟା ସେଟା ଅହଙ୍କାର ସ୍ତରରେ ରାଜସା ଅହଙ୍କାର ହୁଏ। ମହତତ୍ଵରେ ତମ ଗୁଣ ତ ନାହିଁ କିନ୍ତୁ ଅହଙ୍କାରରେ ଯୋଉ ତମ ଗୁଣ ସୃଷ୍ଟି ହୁଏ ବହୁଳତା ହୁଏ ରଜ ସତ୍ଵ ଦିଟା ନ୍ୟୁନ ହେଇଯାଏ ତାକୁ କୁହନ୍ତି ତାମସା ଅହଙ୍କାର କିନ୍ତୁ ଅହଙ୍କାର ସ୍ତରରେ ତାମସା ଅହଙ୍କାର ହଉଛି ପ୍ରବଳ ଆଉ ସାତ୍ବିକା ରାଜସା ଦିଟା ହଉଛି ଦୁର୍ବଳ ହେଲା। ଆହୁରି ଇନ୍ଦ୍ରିୟ କଥା ତୁ କହୁଛୁ ଯେ ତମର ସାତ୍ବିକ ଅହଙ୍କାର ଯିଏ ରହିଲା ସେଇଥିରୁ ମନ ସୃଷ୍ଟି ହେଲା ରାଜସା ଅହଙ୍କାରରୁ ତମର ଜ୍ଞାନ ଇନ୍ଦ୍ରିୟ ଆଉ କର୍ମ ଇନ୍ଦ୍ରିୟ ସୃଷ୍ଟି ତାମସା ଅହଙ୍କାରରୁ ଭୂତ ଆଦି ଭୂତ ବା ପଦାର୍ଥ ସୃଷ୍ଟି ହେଲା ତାମସା ଅହଙ୍କାରରୁ ପଦାର୍ଥ କଣ ନା ଶବ୍ଦ ଆକାଶ ବାୟୁ ପଞ୍ଚଭୂତ ଇତ୍ୟାଦି ଏଗୁଡାକ ସବୁ ତାମସା ଅହଙ୍କାରରୁ ସୃଷ୍ଟି ହେଲା। ରାଜସା ଅହଙ୍କାରରୁ ସୃଷ୍ଟି ହେଲା ଜ୍ଞାନ ଇନ୍ଦ୍ରିୟ ଆଉ କର୍ମ ଇନ୍ଦ୍ରିୟ ସାତ୍ବିକ ଅହଙ୍କାରରୁ ସୃଷ୍ଟି ହେଲା ମନ ମନ ସୃଷ୍ଟି ହେଲା ଆଉ ଆମର ସାତ୍ବିକ ଗଲା ଆଚ୍ଛା ବୁଦ୍ଧି ଚିତ୍ତ ଏଇ ଦିଟା ରହିଲେ ମହତତ୍ଵରେ ମହତତ୍ଵରେ ରହିଲେ ବୁଦ୍ଧି ଆଉ ଚିତ୍ତ ଆଉ ଅହଙ୍କାର ରହିଲେ ମନ ଆଉ ଅହଙ୍କାର ହେଲା ତମର ଏଇଗୁଡିକ ସବୁ ତମର ମହାଶୂନ୍ୟରେ କେବେ ଆମେ ଦେଖିବାକୁ ପାଇବାନି ଏଗୁଡା ସବୁ ଗୁପ୍ତରେ ରହିଲେ ଯେତେବେଳେ ପ୍ରାଣୀ ଶରୀର ସୃଷ୍ଟି ହୁଏ ପ୍ରାଣୀ ଶରୀରରେ ସାତ୍ବିକ ଅହଙ୍କାର ସେ କଣ ହୁଏ ନା ମନ ମାନସ ଶକ୍ତିରେ ପରିଣତ ହେଇଯାଏ ରାଜସା ଅହଙ୍କାର ଇନ୍ଦ୍ରିୟ କ୍ଷମତା ଜ୍ଞାନ ଇନ୍ଦ୍ରିୟ 5 କର୍ମ ଇନ୍ଦ୍ରିୟ 5 କ୍ଷମତାରେ ପରିଣତ ହୁଏ କଣ ବୁଝିପାରିଲ ନା ହଁ ଆଉ କଣ କହ ଆଉ ଆଜ୍ଞା ଅଛି ବହୁତ ଗୁଡେ ପ୍ରଶ୍ନ ଅଛି କିନ୍ତୁ ପ୍ରଶ୍ନ ଅଛି ପ୍ରଶ୍ନ ପଚାରିବୁ ତୁ ସନ୍ଧ୍ୟା 7:30ଟାରୁ 9ଟା ଭିତରେ ଦୈନିକ ପଚାରେ ମୁଁ ତତେ ଠିକ ଠିକ କରି ଉତ୍ତର ଦେଇଦେବି ହେଲା ଆଉ ଆଜ୍ଞା ଏଇନା ବ୍ୟସ୍ତ ଅଛନ୍ତି ବୋଧେ ନା ବ୍ୟସ୍ତ ତ ନାହିଁ ଏବେ ବର୍ତ୍ତମାନ ମୁଁ ତ ବିଭିନ୍ନ ପ୍ରକାର କାମ ବର୍ତ୍ତମାନ କରୁଛି ତଥାପି ଆଉ କଣ କହୁନୁ କହ ତଥାପି କହ ମୁଁ ଆପଣଙ୍କ ପାଖକୁ ପ୍ରାୟ ଟାଇମ ଫୋନ କରେ ତୁ ଫୋନ କୋଉଠୁ ଯାଜପୁର କହୁଛୁ ଯାଜପୁରରୁ ଯାଜପୁର ହଁ ତୁ ଶୁଣୁ ଫୋନ କରିବୁ ଠିକ ଭାରି ଖୁସି ହେଲି ଗୋଟିଏ କଥା ହଉଛି ମୋରି ଏପିସୋଡ ଦେଖିକି ଯାହା ପଚାରିବୁ ଆଉ ଏବଂ ବୁଝିବୁ ବୁଝି ସାରିକି ଯୋଉଠି ତୋର ସନ୍ଦେହ ହବ ପଚାରିବୁ ମୁଁ ଟୋଟାଲ ସନ୍ଦେହ ତୋର କ୍ଲିୟର କରିଦେବି ବା ଯୋଉ ଆମର ଯୋଉ ପ୍ରକୃତି ଆଉ ପୁରୁଷ ହୁଁ ଆମର ପ୍ରକୃତି ପୁରୁଷ ଯିଏ ହଉଛନ୍ତି ଚେତନା ହୁଁ ପ୍ରକୃତି ଯିଏ ହଉଛନ୍ତି ଜଡ ହୁଁ ଜଡ ଆଉ ଚେତନାର ଯେତେବେଳେ ମିଳନ ହେଲା ହୁଁ ତ ପ୍ରକୃତିର 3 ଗୁଣ ଉତ୍ପତ୍ତି ହେଲା ହୁଁ ଯୋଉଟା ସତ ରଜ ତମ ଏଇଟା ଠିକ ନା ନା ତୁ ଠିକ ନୁହେଁ ଗୋଟେ କଥା ଶୁଣୁ ପ୍ରକୃତି ଜଡ ନୁହେଁ ପ୍ରକୃତି ଜଡ ଯୋଉ କହୁଛୁ ସେଟାକୁ କଣ ପଞ୍ଚଭୂତକୁ ପ୍ରକୃତି କୁହାଯାଏ ପଞ୍ଚଭୂତାତ୍ମକ ପ୍ରକୃତି ଗୁଡାକ ଜଡ ହେଲା ପ୍ରକୃତି ଜଡ ନୁହେଁ ବୁଝିଲୁ କି ଆଜ୍ଞା ପୁରୁଷ ପ୍ରକୃତି ଦିଟା ଯାକେ ବିଧ ନାଦି ଉଭାବ ବପି ଦି ଜଣ ସାରା ଅନାଦି ଦି ଜଣ ସାରା ଅବ୍ୟକ୍ତ ଦି ଜଣ ସାରା ଚେତନ
ମୁଁ ତ ଗୋଟେ ତୁ ପ୍ରକୃତି ପୁରୁଷ ଭିତରେ କ୍ଲିୟର ହେଇନି ବୋଲି ମତେ ସେ କଥାଟା କହୁଛୁ। ମୁଁ କହିଦଉଛି ଆଲୋକ ଏବଂ ତାର ତରଙ୍ଗ ରଙ୍ଗ ଆଜ୍ଞା। ଏ ଦିଟା ଭିନ୍ନ ନା ଏକାକ? ଆଲୋକ ତରଙ୍ଗ ଭିନ୍ନ। ଭିନ୍ନ ନୁହେଁ। ଆଲୋକ ଯାହା ଗୋଟିଏ ଶୁଣୁ ଆଲୋକ ଯାହା ତରଙ୍ଗ ସେଇଆ। ଆଲୋକର ଗତିଟା ହଉଛି ତରଙ୍ଗ। ଆଲୋକର ଯୋଉ ଗତିଟା ହଉଛି ତରଙ୍ଗ। କିନ୍ତୁ ଆଲୋକର କଣିକାଟା ତରଙ୍ଗ ନୁହଁ। ହେଲା ଆଲୋକ କଣିକାରୁ ହିଁ କେବଳ ଆଲୋକ ତରଙ୍ଗ ସୃଷ୍ଟି। ଯିଏ କଣିକା ସେଇ ତରଙ୍ଗ କେବଳ ତାଙ୍କର କାର୍ଯ୍ୟ ଭିନ୍ନରୁ ଅଲଗା ଅଲଗା ଆମେ ଭାବୁଛନ୍ତି। ସେଇ ତରଙ୍ଗଟା ହଉଛି ପ୍ରକୃତି, ଆଲୋକଟା ହଉଛି ପୁରୁଷ। ଏଇ ଯେମିତି ଆଉ କହିସାରେ ଏଇଟା ଯେମିତି ଆମର ଜଡ଼ କ୍ଷେତ୍ରରେ ରହୁଛି, ଚେତନ କ୍ଷେତ୍ରରେ ସେମିତି ଚେତନା ଲୋକ ଚେତନ ଆଲୋକଟା ହଉଛି ପୁରୁଷ ଏବଂ ତାର କଳା ଗୁଡ଼ିକ ବା ରଙ୍ଗ ଗୁଡ଼ିକ ହଉଛି ପ୍ରକୃତି ହେଲା। ସାର୍ ମୁଁ ଆଉ ଗୋଟେ କଥା କହିବି, ମତେ କାଲି ଟିକେ ଭଲରେ ଏଇଟା ବୁଝେଇଦେବେ। ମୋର ଏଇ ଜିନିଷଟା ଭାରି ଡାଉଟ୍ ଅଛି। ଯୋଉ ଆମ ଶରୀର ଭିତରେ ଜୀବ ଆଉ ପରମ ଅଛି, ସେ ଜୀବ କୋଉଠି ଅଛନ୍ତି, ପରମ କୋଉଠି ଅଛନ୍ତି, ଆଉ ଜୀବ କିଏ ପରମ କିଏ? ଶୁଣୁ ଜୀବ ଯିଏ ପରମ ସିଏ ବୁଝିଲେ କି ତାର ସ୍ଥାନ ବିଶେଷ ନେଇକି ସେମାନଙ୍କର ନାଁ ହଉଛି ଭିନ୍ନ ଭିନ୍ନ ହେଲା। ଯୋଉ ଚିତ୍ ଶକ୍ତି ଯୋଉ ଚେତନ ଶକ୍ତି ବା ଯୋଉ ଆତ୍ମ ଶକ୍ତି ସିଏ ଆସିକି ଭ୍ରୁଲତା ମଧ୍ୟରେ ରହେ ତାଙ୍କ ନାଁ ହେଇଗଲା ପରମ। ଯେତେବେଳେ ସେ ହୃଦୟରେ ଅନାହତ ଚକ୍ରରେ ତାଙ୍କ ନାଁ ହେଲା ଜୀବ। ଆମ ଠାକୁର କହିଛନ୍ତି ଜୀବ ବିହାର ହୃଦ ତଟେ ପରମ ବିହାର ତ୍ରିକୁଟେ। ଗୋଟିଏ ଜିନିଷ ବୁଝିପାରୁଛୁ କି ସ୍ଥାନ ବିଶେଷରେ ତାର ନାଁ ହଉଛି ଭିନ୍ନ ଭିନ୍ନ। ମୁଁ ତତେ ବୁଝେଇ ଦଉଛି ଆଉ ଗୋଟିଏ କଥା। ତୁ ଯେତେବେଳେ ବିଲକୁ ଗଲୁ ସେତେବେଳେ ତୁ ଆଜ୍ଞା ଗାମୁଛା ଖଣ୍ଡେ ପିନ୍ଧିଲୁ। ଆଉ ଆଜ୍ଞା ଯେତେବେଳେ ତୁ ଗୋଟେ ବନ୍ଧୁ ଘରକୁ ଗଲୁ ସେତେବେଳେ ସାର୍ଟ ଟେ ପିନ୍ଧିଲୁ ହେଲା। ଏଇ ହଁ ଗୋଟିଏ ଲୋକର ରୂପ ଭିନ୍ନ ନା ଏକେ? ଗୋଟିଏ ରୂପ ଭିନ୍ନ। ଗୋଟିଏ ଲୋକ କିନ୍ତୁ ରୂପଟା ରୂପ ତାର ଭିନ୍ନ। ଯେତେବେଳେ ଆଜ୍ଞା ତୁ ଗଲୁ ବିଲକୁ ଗଲୁ ତୋ ରୂପ କୋଦାଳ ଧଇଲୁ ଗାମୁଛା ପିନ୍ଧିଲୁ ତୋର ଗୋଟେ ଅଲଗା ପ୍ରକାର ରୂପ ହେଇଗଲା। ଆଉ ଯେତେବେଳେ ତୁ ବନ୍ଧୁ ଘରକୁ ଗଲୁ ସେତେବେଳେ ମିଠା ପ୍ଲେଟ୍ ନେଇ ଗଲୁ ସୁଟ ସାର୍ଟ ପିନ୍ଧିଲୁ ଭଲ ପାଉଡର ମାରିଗଲୁ ସେତେବେଳେ ତୋ ରୂପଟା ଅଲଗା ହେଇଗଲା। କିନ୍ତୁ ଆଜ୍ଞା। ଲୋକ ହଉଛି ଗୋଟିଏ ବୁଝିଲୁ ନା। ଭାଇ ଗୋଟେ କଥା ଯୋଉ ପରମ ପୁରୁଷ ଯିଏ ମୁଁ ଆମେ ମୋ ଯାହାକୁ କଥାଟା ଶୁଣି କହୁଛନ୍ତି। ସାର୍ ସେ କଥାଟା କହିବୁ। ତୁ ଆଜ୍ଞା ମୋ ଉପରେ ନିର୍ଭର କର ସେଗୁଡାକ ତୋ ମନ ତ ଚଞ୍ଚଳ ମନ ହଉଛି ଏଇଆ ଆଉ। ଗୋଟେ କଥା ହଉଛି ମୁଁ ଯୋଉଟା କହୁଛି ମୋରି ଉପରେ ନିର୍ଭର କର ମୁଁ ତତେ ସେଠିକି ନେଇଯିବି ଆଉ ପ୍ରଶ୍ନ ପଚାରି ପାରିବୁନୁ। ମୁଁ ଆଜ୍ଞା କହୁଛି ଯେ ତୋ ନାଁ କଣ? ମୋ ନାଁ ପାର୍ଥ ସାରଥୀ। ବାସ୍ ପାର୍ଥ ସାରଥୀ ଯୋଉ ପାର୍ଥ ସାରଥୀ କାଲି ତାଙ୍କ ବିଲରେ ଯାଇକିରି ସେ କଣ କଲା ନା କୋଦାଳରେ ସେ କଣ କଲା ନା ହଳ କରୁଥିଲା। କୋଦାଳରେ ଆଜ୍ଞା ମାଟି କାଦୁଅ କରୁଥିଲା ଯୋଉ ପାର୍ଥ ସାରଥୀ ତା ଦେହଟା କାଦୁଅମୟ ହେଇଥିଲା। ଗାମୁଛା ପିନ୍ଧିଥିଲା ଗୋଟେ ବିଛିଲିଆ ରୂପ ହେଇଥିଲା ବୁଝିଲୁ। ଆଜ୍ଞା ତୁ ହଁ ଯେତେବେଳେ ଗାଧୋଇ ପାଧେଇ ସାରିକିରି ପ୍ୟାଣ୍ଟ ସାର୍ଟ ପିନ୍ଧିକିରି ମିଠା ପିଠା ଧରିକିରି ତୋ ମାମୁଁ ଘରକୁ ଗଲୁ ସେତେବେଳେ ତୋ ରୂପଟା ଗୋଟେ ଅଲଗା ପ୍ରକାର ହେଇଗଲା ହେଲା କି। ସେ ପାର୍ଥ ସାରଥୀ ଜଣେ ଲୋକ ନା ଅଲଗା? ଜଣେ ଲୋକ। ବାସ୍ ଜଣେ ଲୋକ କିନ୍ତୁ କାର୍ଯ୍ୟ କ୍ଷେତ୍ର ହଉଛି ଅଲଗା। କଣ ନା ବିଲରେ ଯୋଉ କାର୍ଯ୍ୟ କରୁଥିଲୁ ମାମୁଁ ଘରକୁ ଗଲାବେଳେ ସେ କାର୍ଯ୍ୟ କରୁନୁ। ହୁଁ। କାର୍ଯ୍ୟ କ୍ଷେତ୍ରରେ ଅଲଗା ନା ନାଇଁ କାର୍ଯ୍ୟ କ୍ଷେତ୍ରରେ ରୂପ ହେଇଗଲା ଅଲଗା। କିନ୍ତୁ ଆଜ୍ଞା ତାର ପ୍ରକୃତ ମୂଳ ରୂପଟା ହଉଛି ଗୋଟିଏ ବୁଝିଲୁ ନା ନାଇଁ। ହୁଁ। ବାସ୍ ସେ ଚେତନା ଲୋକର ମୂଳ ରୂପ ହଉଛି ଗୋଟିଏ ତା ନାଁ ହେଲା ପରମ ବ୍ରହ୍ମ ବା ଆତ୍ମା। ହୁଁ ବୁଝିଲୁ ତାର ମୂଳ ରୂପଟା ହେଲା ଆତ୍ମା ହେଲା। ହୁଁ ଯେତେବେଳେ ସେ ତ୍ରିକୁଟରେ ପହଞ୍ଚୁଛି ତା ନାଁ ହେଇଯାଉଛି ପରମାତ୍ମା। ଯେତେବେଳେ ସେ ହୃଦୟରେ ପହଞ୍ଚି ଯାଉଛି ତା ନାଁ ହେଲା ଜୀବାତ୍ମା ବୁଝିଲେ କି। ଏ ତ୍ରିକୁଟକୁ ମାମୁଁ ଘର ଧର ଆଉ ହୃଦୟକୁ ତ ବିଲ ଧର। ବିଲ ଆଉ ଆତ୍ମା ହଉଛି ତୁ ତମ ଘରଟା ମନେ କରାଯାଉ ନାଭିରେ ଅଛି। ତମ ଘରଟା ହୁଁ ନାଭିରେ ରହିଲା ନାଭିରେ ହୁଁ ଆତ୍ମା ରହିଛି ଆତ୍ମା ନାମ ହଉଛି ପାର୍ଥ ହେଲା। ସେ ହୁଁ ନାଭିରେ ଯୋଉ ଆତ୍ମା ଅଛି ସିଏ ଯେତେବେଳେ ତ୍ରିକୁଟକୁ ଚାଲି ଯାଉଛି ତା ନାଁ ପରମାତ୍ମା। ଯେତେବେଳେ ହୃଦୟରେ ପହଞ୍ଚୁଛି ତା ନାଁ ହେଲା ଜୀବାତ୍ମା। ଆଉ ଏତେ ସରଳ ବୁଝେଇଲି ଆଠୁ ଯଦି ନ ବୁଝି ପାରିବୁ କେମିତି ବୁଝିବୁ। ଆଜ୍ଞା ଆଉ ଗୋଟେ ବାବାଜୀ ଯୋଉ ଯିଏ ଆମର ପରମାତ୍ମା ସିଏ ଆମର ଆଜ୍ଞା ଚକ୍ରରେ ଅଛନ୍ତି ନା? ହଁ ବା କହିଲି ତ୍ରିକୁଟ କୋଉଠି ହଁ ତ୍ରିକୋଟ ଲଲାଟ ପଦ୍ମ। ସେ ଯୋଉ ହଁ ଲଲାଟ ପଦ୍ମ ଆଜ୍ଞା ଚକ୍ର ସିଏ ହଉଛନ୍ତି ରାଧାକୃଷ୍ଣ ଯୁଗଳ ମୂର୍ତ୍ତି। ହଁ ସେଇଠି ସେଇଠି ପ୍ରକୃତି ସେଇ ପୁରୁଷ ଯୋଉ ମିଶିକି ଅଛନ୍ତି। ଶୁଣୁ ସେଇ ଯୋଉ ପରମାତ୍ମା ସେ ପରମାତ୍ମା ହଉଛି ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି କାହିଁକି ହୁଁ ନା କୃଷ୍ଣଙ୍କୁ ଛାଡି ରାଧା ରହିବନି ରାଧାକୁ ଛାଡି କୃଷ୍ଣ ରହିପାରିବନି। ମୁଁ ତତେ ଆଉ ଗୋଟେ ସରଳ ଉଦାହରଣ ଦଉଛି ଆମେ ଯୋଉ ହୁଁ ପାଠ ପଢୁଛନ୍ତି ସେଠି ଆମେ ଲେଖୁଛନ୍ତି ଚନ୍ଦ୍ରବିନ୍ଦୁ
ହେଲା। ବିନ୍ଦୁ ଆଉ ଚନ୍ଦ୍ର ମିଶିଲେ ଯାଇ ଚନ୍ଦ୍ର ବିନ୍ଦୁ। ତୁ ଚନ୍ଦ୍ରକୁ ଛାଡ଼ି ବିନ୍ଦୁ ଲେଖିପାରିବୁ ନାହିଁ କି ବିନ୍ଦୁକୁ ଛାଡ଼ି ଚନ୍ଦ୍ର ଲେଖିପାରିବୁ ନାହିଁ। ବୁଝିପାରିଲ ନା? ଆଉ ଗୋଟେ ଉଦାହରଣ ଦେବି, ଦ୍ୱିତୀୟ ଉଦାହରଣ ଯୋଉ ପ୍ରଥମ ମୁଁ ତତେ କହିଥିଲି ଆଲୋକ ଏବଂ ତାର ରଙ୍ଗ ତରଙ୍ଗ କେହି କାହାକୁ ଛାଡ଼ିକି ରହିପାରିବେନି। ଆଲୋକ ଦ୍ୱାରା ତରଙ୍ଗ ସୃଷ୍ଟି, ବୁଝିଲେ କି? ଆଉ ଆଲୋକ ନଥିଲେ ତରଙ୍ଗ ନାହିଁ, ଆଉ ତରଙ୍ଗ ବିନା ଆଲୋକର ପ୍ରକାଶ ନାହିଁ। ସେଇମିତି ରାଧା ବିନା କୃଷ୍ଣଙ୍କର ପ୍ରକାଶ ନାହିଁ, ବୁଝିଲେ କି? କୃଷ୍ଣ ବିନା ରାଧାଙ୍କର ସ୍ଥିତି ନାହିଁ। ତେଣୁ ରାଧାକୃଷ୍ଣ ଯୁଗଳ ମୂର୍ତ୍ତି ତ୍ରିକୁଟରେ ସବୁବେଳେ ବିଦ୍ୟମାନ ଅଛନ୍ତି। ଏବେ ବୁଝିଲୁ? ଆଜ୍ଞା, ସିଏ ହଉଛନ୍ତି ଜ୍ୟୋତି ସ୍ୱରୂପ ନିରଞ୍ଜନ। ବାସ୍, ସିଏ ହଉଛନ୍ତି ଜ୍ୟୋତି ଆଲୋକ, ତାଙ୍କର ଯୋଉ ତରଙ୍ଗଟା ହଉଛି ଅର୍ଦ୍ଧମାତ୍ରା। ବାସ୍ କହିଲୁ ଆଉ କଣ? ସେଇ ଜିନିଷଟା ମୁଁ ପ୍ରଚାର କରିଛି। ତୁ ମୋ ଏପିସୋଡ ଭଲ ଭାବରେ ଦେଖେ, ଆହୁରି ବି କୋଉଠି କଣ ପଢିବା କଥା ପଢିକି ରିସର୍ଚ୍ଚ କର। ମୁଁ ଭାରି ଖୁସି ହେଲି। ରିସର୍ଚ୍ଚ କରିବୁ, ପଚାରିବୁ, ମୁଁ ଯେତେ ପଚାରିବୁ ଉତ୍ତର ଦେବି ସବୁ କାମ ଛାଡ଼ିକି। ଆଉ ଗୋଟେ କଥା ଟିକେ ପଚାରୁଛି। ହଁ କହ। ଯେ ଇଏ ରହିଲେ ପରମ ପୁରୁଷ ରହିଲେ ଲଲାଟ ଚକ୍ରରେ। ହଁ, ଅଣାକ୍ଷର ଯିଏ କିଏ କିଏ ହଉଛନ୍ତି ବ୍ରହ୍ମ। ପରମ ବ୍ରହ୍ମ ସିଏ ରହିଲେ ଗୁରୁ ଚକ୍ରରେ। ସେ ଗୁରୁ ଚକ୍ରରେ ସେ ଅଣାକ୍ଷରଙ୍କ ଦିହରୁ ଏ ପ୍ରକୃତି ପୁରୁଷ ତ ବାହାରିଛନ୍ତି। ସେମିତି କିଛି ତୁଳନା କରିହବନି। ସେ କଥା ତୁଳନା କରିହବନି। ସବୁ ସେ ଶୂନ୍ୟରୁ ଆସିଛନ୍ତି, କାହା ଦେହରୁ କେହି ଆସିନାହାନ୍ତି। ମୁଁ ତତେ ଗୋଟେ ବୁଝେଇ ଦଉଛି ଶୁଣ। ତୁ ଏଇ କଥା କହିଲୁ, ମୁଁ ତତେ ବୁଝେଇ ଦଉଛି ଶୁଣ। ତମର ଗୋଟେ ବଡ ବଡ ପୋଖରୀ ଦେଖିଥିବୁ। ଆଚ୍ଛା, ପୋଖରୀ ଦେହରେ ତୁ ବରଝାଞ୍ଜି ଦଳ ଦେଖିଛୁ? ବରଝାଞ୍ଜି ଦଳ ଗୋଟେ ଦଳ, ତାର ବଡ ବଡଟା ମାନେ ପତ୍ର, ସେ ବୁଦା ବୁଦା ହେଇକି ପୋଖରୀରେ ସବୁ ଭାସୁଥାଏ। ଆଚ୍ଛା, ଯୋଉ ଧର ମନେକର 5ଟା ଦଳ ତୁ ସେଠି ପୋଖରୀରେ ଦେଖିଲୁ, ସେ 5ଟା ଯାକ ଦଳ କାହା ସହିତ ସମ୍ପର୍କ ରଖିଛନ୍ତି? ଜଳ ସହିତ। ଜଳ ସହିତ। ଆଉ ପରସ୍ପର କାହା କାହା ସହିତ ସମ୍ପର୍କ ଅଛି କି? ନା। ବାସ ଠିକ ସେଇଭଳି ଏ ଯୋଉ ଅଣାକାର, ଅଣାକ୍ଷର, ଏକାକ୍ଷର, ଅମୁକ ଧମୁକ, ଚକ୍ର ମକର ଯାହା ଦେଖୁଛୁ ସମସ୍ତଙ୍କର ବ୍ୟକ୍ତିଗତ ଭାବରେ ଶୂନ୍ୟ ସହିତ ସମ୍ପର୍କ ରହିଛି। ବୁଝିଲେ କି? କେହି କାହାର ପାରସ୍ପରିକ ସମ୍ପର୍କ ନାହିଁ। ବୁଝିଲେ କି? ସମସ୍ତେ ବ୍ୟକ୍ତିଗତ ଭାବରେ ଶୂନ୍ୟ ସହିତ ସେମାନେ ଡାଇରେକ୍ଟ ସମ୍ପର୍କ ରଖନ୍ତି। ଯେପରି 5ଟା ବରଝାଞ୍ଜି ଦଳ, ସିଏ କାହା ସହିତ କାହାର ସମ୍ପର୍କ ନାହିଁ, ସମସ୍ତେ ମିଶିକି ଅଛନ୍ତି। କିନ୍ତୁ ପରସ୍ପର ମାନେ ଯୋଉ ବଞ୍ଚୁଛନ୍ତି କେବଳ ପୋଖରୀ ଜଳ ଦ୍ଵାରା ବଞ୍ଚୁଛନ୍ତି। ପୋଖରୀ ଜଳ ସହିତ ସମ୍ପର୍କ ରଖିଛନ୍ତି କିମ୍ବା ସୂର୍ଯ୍ୟ କିରଣ ସହିତ ସମ୍ପର୍କ ରଖିଛନ୍ତି। କିନ୍ତୁ ସେମାନେ ପରସ୍ପର ସହିତ କାହାର ସମ୍ପର୍କ ନାହିଁ। ଠିକ ସେଇଭଳି ହେଲା କି କୌଣସି ଚକ୍ର, କୌଣସି ଅଣାକ୍ଷର କଣ, ଅଣାକାର କଣ, ଏକାକ୍ଷର କଣ, ଜ୍ୟୋତି ଚକ୍ର କଣ, ପରମାତ୍ମା କଣ, ନିରଞ୍ଜନ କଣ, ଯାହା ଆମେ ବିଚାର କରୁଛନ୍ତି, ସମସ୍ତେ ଯିଏ ଯୋଉ ସ୍ଥାନରେ ଅଛି ସେଇ ସ୍ଥାନରେ ସେ ଡାଇରେକ୍ଟ ଶୂନ୍ୟ ସହିତ ସମ୍ପର୍କ ରଖୁଛନ୍ତି। ଉଦାହରଣ ସ୍ୱରୂପ ବୁଝେଇ ଦଉଛି ଯେ ତମର ତ୍ରିକୁଟରେ ଯୋଉ ପରମାତ୍ମା ରହିଲେ, ବୁଝିଲେ କି, ସିଏ ଶୂନ୍ୟ ସହିତ ସମ୍ପର୍କ ରଖିଲେ। ଆମର ହୃଦୟରେ ଯୋଉ ଜୀବାତ୍ମା ରଖିଲେ, ସିଏ ବି ଶୂନ୍ୟ ସହିତ ସମ୍ପର୍କ ରଖିଲେ। ତାଙ୍କ ସହିତ ତାଙ୍କର ସମ୍ପର୍କ ଏଇ ଶୂନ୍ୟ ଭିତରୁ ଅଛି, କିନ୍ତୁ ସେ ଦିଟା ଯାକ ହଉଛି ସ୍ୱତନ୍ତ୍ର। ଜୀବାତ୍ମା ଶରୀରକୁ ସମ୍ପର୍କ ରଖେ, ବୁଝିପାରିଲେ, ଶୂନ୍ୟରୁ ଉତ୍ପନ୍ନ ହେଇକି ଶରୀରକୁ ଶରୀର ସହିତ ସମ୍ପର୍କ ରଖେ। ପରମାତ୍ମା ଶୂନ୍ୟରୁ ଉତ୍ପନ୍ନ ହେଇକି ସ୍ୱତନ୍ତ୍ର ଭାବରେ ସେ ଶୂନ୍ୟରେ ରହେ, ପବନ ସହିତ ସମ୍ପର୍କ ରଖେ। କଣ ବୁଝିପାରିଲ ନା? ହଁ, ଆଉ କହ। ମାନେ ଶୂନ୍ୟ ସହିତ ଯୋଉଟା ଆପଣ କହୁଛନ୍ତି ନିରାକାର। ନିରାକାର, ଶୂନ୍ୟଟା ନିରାକାର ନୁହେଁ। ନିଶେଷ ହୋଇଛି ଆକାର ଯାହାର ସେ ନିରାକାର। ଶୂନ୍ୟ ମାନେ କିଛି ନାହିଁ। ଶୂନ୍ୟ ଅର୍ଥ ହଉଛି କିଛି ନାହିଁ, କିଛି ନଥିବାରୁ ସେଇଟା ବାହାରୁଛି। କଣ ବୁଝିପାରୁଛୁ ନା? ମୁଁ ତତେ ଧରିପାରିଲି ନା ସନ୍ଦେହ ହେଲା? କହ, ମୁଁ ବୁଝେଇବି। ଧରିପାରିଲି, କିନ୍ତୁ ଆଉ ଗୋଟେ କଥା ମୁଁ କହୁଛି। ମୁଁ ଯୋଉ ଭାଗବତ ତ୍ରୟୋଦଶ ସ୍କନ୍ଧରେ 3ୟ ଅଧ୍ୟାୟରେ ଲେଖା ଅଛି ଯେ ଯେତେ ବ୍ରହ୍ମାଣ୍ଡ ବ୍ରହ୍ମା ସର୍ଜନା କରୁଛନ୍ତି, ସିଏ ସୁଷୁମାର ଚକ୍ର, ଆମର ଯୋଉ ନେତ୍ର ଆଉ ନାସାର ମୂଳ ସ୍ଥାନରେ ସୁଷୁମାର ଚକ୍ର ଅଛି। ସୁଷୁମାର ଧ୍ରୁବ ମଣ୍ଡଳ, ନେତ୍ର ନାସାର ମଧ୍ୟ ସ୍ଥଳରେ ସୁଷୁମାର ଚକ୍ର ଅଛି। ତ୍ରୟୋଦଶ ସ୍କନ୍ଧରେ ଅଛି ନା? ନାଇଁ ତ। ନା, ନେତ୍ର ନାସା ମଝିସ୍ଥଳରେ ସୁଷୁମାର ଚକ୍ର ଅଛି ବୋଲି ତ୍ରୟୋଦଶ ସ୍କନ୍ଧରେ ଅଛି ନା? ନାଇଁ, ସେ କିନ୍ତୁ କହିଛନ୍ତି ଯେ ଧ୍ରୁବ ମଣ୍ଡଳ।
ହଁ ଧ୍ରୁବ ମଣ୍ଡଳ କୋଉଠି ବୋଲି କହିଛନ୍ତି? ତୁ ଯୋଉ ନେତ୍ରନାଶ ମଧ୍ୟରେ ବୋଲି କହିଲୁ କେମିତି ଜାଣିଲୁ? ଶିଶୁ ସୁଷୁମାର ଚକ୍ରକୁ ଇଏ କରି କହିଥିଲି। ନା ନା ସୁଷୁମାର ଚକ୍ର ରହିଛି କୋଉଠି ତୁ କେମିତି ଜାଣିଲୁ? ପ୍ରମାଣ କଣ? ପ୍ରମାଣଟା ଦେଲେ ହବ ନା ମନେ ମନେ କିଛି ହଁ କହିବୁନି। ଆପଣ କହୁଥିଲେ ଯୋଉ ଆମର ଲଳନା ଚକ୍ରଟା ଯେମିତି ଛୋଟ ଯିବ ତଳେ ଗୋଟେ ଶୂନ୍ୟ ଅଛି ସିଏ ହଉଛି ଲଳନା। ହୁଁ ନାସାର 2ଟା ଶୂନ୍ୟ ଅଛି ନାଳିନୀ। ହୁଁ ତାପରେ ଚକ୍ଷୁ ପାଖରେ ଗୋଟେ 2ଟା ଶୂନ୍ୟ ଅଛି ସିଏ ହଉଛି ଶିଶୁମାର। ହୁଁ ଫେରେ କାନରେ 2ଟା ଶୂନ୍ୟ ଅଛି ସେ ହଉଛି ରାଧା ଚକ୍ର। ହୁଁ ରାଧା ଚକ୍ର ଫେରେ ମସ୍ତକ ଯୋଉ ସହସ୍ରା ତଳକୁ ଯିଏ ଅଛନ୍ତି ସେ ହଉଛି ଗୁରୁ ଚକ୍ର। ହୁଁ ଆଉ ଦୁଃଖ ଯୁଗରେ ଯିଏ ସିଏ ହଉଛି ସହସ୍ରା ଚକ୍ର। ହୁଁ ଗୁରୁ ଚକ୍ର ତଳକୁ ସିଧା ହଉଛି ଜ୍ୟୋତି ଚକ୍ର। ହଁ ଗୁରୁ ଚକ୍ର ତଳକୁ ଜ୍ୟୋତି ଚକ୍ର। ମୁଁ ଏପିସୋଡ ଦେଖିଛୁ ନା? ମୁଁ 30 ତାରିଖରେ ଛାଡିଛି। ହଁ ହଁ ଦେଖିଛି ନା। ବାସ୍ ତୁ ଏଇ ଯୋଉ 2-3 ଦିନ ହେଲା ଯାକୁ ଛାଡୁଛି ତାକୁ ଦେଖୁଛୁ ତ? ହଁ ହଁ ତାକୁ ଭଲ ଭାବରେ ଦେଖେ ସେଇଥିରେ ବୁଝିପାରିବୁ। କିଛି କିଛି ତ ଧଇଲୁଣି ମତେ ଭଲ ଲାଗୁଛି ତୁ ତ ଧରୁଛୁ ଆଉ। ଠିକ ଅଛି ଆଉ ଏମିତି ସବୁ ବିଶ୍ୱାସ କର। ଯେତେବେଳେ ଏଠିକି ଆସିବୁ ଯଦି ମୁଁ ଆହୁରି ତତେ ବୁଝେଇଦେବି। କୌଣସି ଜିନିଷ ମୁଁ ରଖେ ନା ଫାଙ୍କା ମାନେ ଲୁଚେଇକି। ସବୁ ତୋ ଫଣ୍ଡା କ୍ଲିୟର କରିଦେବି ଟୋଟାଲ। ହଉ ଆଜି ରାଧାକୃଷ୍ଣଙ୍କ ଯୁଗଳ ରୂପଟା ପୁରା ପରିଷ୍କାର ଭାବରେ ଜାଣିଲି। ମୁଁ ଯୋଉ ବାସ୍ ଭାବୁଥିଲି ଜଡ ଚେତନା ହଁ ଆକ୍ଚୁଆଲି ସେ ଜଡ ଚେତନା ନୁହେଁ। ନା ସେ ଲଲାଟ ଚକ୍ର ପାଖରେ କଣ ନା ଇଏ ଜ୍ୟୋତି ସ୍ୱରୂପ ହଉଛି ବିନ୍ଦୁ। ହଁ ଆଉ ସିଏ ଯୋଉ ତାଙ୍କର ସିଏ ଯୋଉ କଳା ତାର ତରଙ୍ଗ ଟା ରାଧା ହଉଛି ଅର୍ଦ୍ଧମାତ୍ରା। ରାଧା ହଁ ଅର୍ଦ୍ଧମାତ୍ରା। ହଁ ଆଉ ସେଇ ଯୋଉଟା ସେଇ ପୁରୁଷ ଦେହରେ ବିନ୍ଦୁ ଶକ୍ତି ଟା ଅଧିକ ଥାଏ ଯୋଉଟା ବୀର୍ଯ୍ୟ ଶକ୍ତିରେ ପରିଣତ ହୁଏ। ହଁ ଆଉ ଯୋଉଟା ନାରୀ ଶରୀରରେ ଅର୍ଦ୍ଧମାତ୍ରା ଶକ୍ତି ରୂପରେ ଥାଏ ଅଧିକ ରତି ଶରୀରରେ ଧରିଛୁ ଠିକ ଆଉ ଅର୍ଦ୍ଧମାତ୍ରା ଅଧିକ ଥାଏ। ବାସ୍ ମିଶିକି ବାସ୍ ସେଟା ସେ ଦୌତ କ୍ଷେତ୍ର ହଉଛି ସେଇ ଲଲାଟ ଚକ୍ର। ହଁ ହଁ ସେଠି ଯୋଉଠି ଚିତ୍ ଚିନ୍ମୟ ଅଛି। ବାସ୍ ସେ ଯୌଥ ଯୋଉଟା କ୍ଷେତ୍ର। ସ୍ତ୍ରୀ ଲୋକଙ୍କ ଠାରେ ଅର୍ଦ୍ଧମାତ୍ରା ଶକ୍ତି ଟା ଅଧିକ। ପୁରୁଷଙ୍କ ଠାରେ ବିନ୍ଦୁ ଶକ୍ତି ଟା ଅଧିକ। ହଉ ବାବା ରହିଲି ହଁ। ନମସ୍କାର।